ଭାକୁର ମାଛ ସମସ୍ତେ ଖାଇଦେଲେ। ଏବେ ଦେଖନ୍ତୁ କଦଳୀ ପତ୍ର ପଡ଼ିଗଲା ନା ଭାତ ବଢ଼ା ହେବ। କଦଳୀ ପତ୍ରରେ ଖାଇବା ଟିକେ ଅଲଗା ପ୍ରକାର ମଜା। ତାପରେ ଏନା ଭାତ ପଢ଼ା ହେବ। ଏଇ ଉଷୁନା ଭାତ ଇଏ ପୁରା ଉଷୁନା ଭାତ ଢଳା ହେଲା। ଢାଳି ଦେଲା ପୁରା ତଳେ ଆଉ ଢାଳି ଦେଲା ହେଲା ମାନେ ଢାଳି ଦେବ। ଆରେ ନାଇଁ ମୁଁ ଦଉଥିଲି ଠିକ୍ ସେ କଳିଗଲା। ହଉ ଗଳିଗଲା ଆଉ। ତା ସାଙ୍ଗରେ କ'ଣ ଅଛି ମାଛ ଝୋଳ। ଏଇଟା ହେଲା ଭାକୁର ମାଛ ଝୋଳ, ଉଷୁନା ଭାତ, ଭାକୁର ମାଛକୁ ଝୋଳ। ଆଉ ଗୋଟେ ଏଇଟା କ'ଣ ଟମାଟୋ ଭେଣ୍ଡି ପୋଡ଼ା ହେଇଛି, ରସୁଣ ପାଗ। ଏଇଟା ବଢ଼ିଆ ଜିନିଷଟା। ଏଇଟା ତ ସକାଳ କଳମ ଶାଗ ଆଉ ଭଜା ଆଉ। ଟିକେ ଜିନିଷ ଆଜି ଖାଇବା ହେଇଛି ପୁରା ଘରୋଇ ଖାଇବା। ତରକାରୀ ପୁରା ମସଲା ଦିଆହେଇକି ହେଇଛି, ମାନେ ବେସର ନୁହଁ, ଏଇଟା ଇଏ ମସଲା ଦିଆହେଇଛି ଯେଉଁ କ'ଣ ପିଆଜ ରସୁଣ ଦିଆହେଇକି ହେଇଛି। ଆଉ ଏଇଟା ତ ଭେଣ୍ଡି ଭାକୁର ମାଛ ସମସ୍ତେ ଖାଇଦେଲେ। କେତେଟା ଦେଇଛ? କେମିତି ଲାଗୁଛି? ପୋଖରୀ ଭାକୁର ମାଛ ଭଲ ଲାଗୁଛି ତରକାରୀ? ବଢ଼ିଆ ହେଇଛି। ସତରେ ଭାବିଛି ସମସ୍ତେ। ହଉ ଏତିକି ବନ୍ଦ କରିଦିଅ। ପୁଣି ଆଉ ଗୋଟେ ଭିଡ଼ିଓରେ ଆଉ କ'ଣ ଖାଇବି ଦେଖାଇବି।